ଶ୍ରେଣୀ ମୁଁ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ। ଆଜିର ଏହି ପବିତ୍ର ଗୁରୁ ପୂର୍ଣ୍ଣିମାରେ ମୋତେ କିଛି ଭଗବାନ ଶିବ ସପ୍ତଋଷିଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଭଗବାନ ବୁଦ୍ଧ ମଧ୍ୟ ଆଜିର ଦିନରେ ସୋମନାଥଠାରେ ତାଙ୍କର ପ୍ରଥମ ଉପଦେଶ ଦେଇଥିଲେ। ଏହି ଦିନ ଗୁରୁଙ୍କୁ ପୂଜା କରି ଶିଷ୍ୟମାନେ ଗୁରୁଙ୍କଠାରୁ ଆଶୀର୍ବାଦ ଗ୍ରହଣ କରନ୍ତି। ଗୁରୁ ପୂର୍ଣ୍ଣିମା ଗୁରୁଙ୍କ ପ୍ରତି ସମ୍ମାନ ଓ ଉତ୍ସର୍ଗର ପର୍ବ ଅଟେ। ଏହି ଦିନ ଆଧ୍ୟାତ୍ମିକ ସଂଗଠନ ଦ୍ୱାରା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଭାରତ ମାତା କି ଜୟ। ଅନ୍ଧକାରକୁ ସେ ଦୂର କରି ଶିଶୁମାନଙ୍କ ଭବିଷ୍ୟତକୁ ପ୍ରକାଶ ଦେଇ ସେ ଉଜ୍ଜଳ କରିଥାନ୍ତି। ଆଜି ଏହି ଅବସର ଆପଣମାନଙ୍କ ଭିତରେ ଯେଉଁ ଗୁରୁତତ୍ଵ ଅଛି, ଆପଣଙ୍କ ହୃଦୟରେ ଯେଉଁ ଗୁରୁ ଅଛି, ସେ ହୃଦୟର ଗୁରୁକୁ ପ୍ରଥମେ ନମସ୍କାର କରୁଛି ଏବଂ ଜନ୍ମ ଜନ୍ମରୁ ଆମେ ଶିକ୍ଷା ଲାଭ କରୁଛୁ ନିଜକୁ ସଂଶୋଧନ କରିବା, ନିଜର ଯେଉଁ ଆତ୍ମିକ ବିଦ୍ୟା ଅଛି ତାକୁ ଆହୁରି ବଢ଼େଇବା ପାଇଁ ସବୁ ଆମେ ଚେଷ୍ଟା କରୁ। ସବୁଦିନ ଆମେ ପ୍ରାର୍ଥନା କରୁ। କାହିଁକି ପ୍ରାର୍ଥନା କରୁ? जो प्रार्थना अच्छे से प्रार्थनार भाव को आम केमती ग्रहण करवा और निज जीवन में लगेगा, प्रतिदिन लगेगा काम।